ସାଙ୍ଗର ବାହାଘରକୁ ଯାଇଥିଲେ ମହିଳା। ସେଠି ଯାଇ ଦେଖିଲେ ତ ବର ହେଉଛନ୍ତି ତାଙ୍କ ଛାଡ଼ପତ୍ର ଦେଇଥିବା ସ୍ୱାମୀ। ତାପରେ ଯାହା ହେଲା କେହି ବି ଚିନ୍ତା କରିନଥିଲେ। ଆଉ ଆଜିକାଲିର ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଗୋଟେ ଆଇନା ମଧ୍ୟ। ସମ୍ପୂର୍ଣ୍ଣ କାହାଣୀ ଜାଣିବା ପାଇଁ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଶୁଣନ୍ତୁ। ଯଦି ମୋ କାହାଣୀଟି ଆପଣଙ୍କୁ ଭଲ ଲାଗିବ ନିହାତି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ସାଙ୍ଗମାନେ, ଏ ସତ କାହାଣୀ ହେଉଛି କଟକ ଜିଲ୍ଲାରେ ରହୁଥିବା ପ୍ରିୟାର। ପ୍ରିୟା ତାଙ୍କ ସାଙ୍ଗ ଶାଲିନର ବାହାଘରରେ ଯାଇ ପହଞ୍ଚିଲେ। ତାଙ୍କ ମୁହଁରେ ଅଳ୍ପ ଅଳ୍ପ ହସ ଥାଏ, କିନ୍ତୁ ହୃଦୟରେ ଏବେ ବି ପୁରୁଣା ଘା ତାଜା ଥାଏ। ସେ ଭାବିଥିଲେ ଏ ରାତି କେବଳ ହସ ଖୁସି ମସ୍ତିର ରାତି ହେବ। ବରଯାତ୍ରୀ ଆସି ପହଞ୍ଚିଲେ। ଢୋଲ ବାଜା ବଜେଇକି ଯେତେବେଳେ ବର ଗାଡ଼ିରୁ ଓହ୍ଲେଇଲେ ତାଙ୍କ ମୁହଁ ଅଳ୍ପକି ଦେଖିଛନ୍ତି ତ ପ୍ରିୟାଙ୍କ ହୃଦୟ ଆଶ୍ଚର୍ଯ୍ୟରେ ଛାତି ଧକ୍ ଧକ୍ ହେବାକୁ ଲାଗିଲା। କାରଣ ସାମ୍ନାରେ ସେଇ ଚେହେରା ଯାହା ସହିତ 2 ବର୍ଷ ହେବ ସମ୍ପର୍କ ଭାଙ୍ଗିଛି। ଅନୁଜ, ତାଙ୍କର ଛାଡ଼ପତ୍ର ଦେଇଥିବା ସ୍ୱାମୀ, ଆଜି ତାଙ୍କ ସାଙ୍ଗର ବର ହୋଇ ଛିଡ଼ା ହୋଇଛନ୍ତି। ଏସବୁ କିଛି ଦେଖିକି ପ୍ରିୟାର ନିଶ୍ୱାସ ବନ୍ଦ ହୋଇଗଲା। ଯେମିତି ପ୍ରିୟା ଧରିଥିବା ବନ୍ଧାଣ ଥାଳି ଖସି ପଡ଼ିଯାଇଥାନ୍ତା। କିନ୍ତୁ ପ୍ରିୟା ସମ୍ଭାଳି ନେଲେ ସିନା, ତାଙ୍କର ହୃଦୟ ଅବସ୍ଥା ଯେମିତି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା। ଏତେ କିଛି ଦେଖି ସାରିବା ପରେ ମଧ୍ୟ ସେ ନିଜକୁ ସମ୍ଭାଳିଲେ, କିନ୍ତୁ ତାଙ୍କ ଛାତିରେ ଜୋର ଜୋର ଧକ୍ ଧକ୍ ହେବାକୁ ଲାଗିଲା। କିନ୍ତୁ ଏବେ ପ୍ରଶ୍ନ ଏ ଥିଲା ଯେ କ'ଣ ସତ କଥା ତାଙ୍କ ସାଙ୍ଗକୁ କହିବେ, ନା ତାଙ୍କ ଅତୀତରେ ଯାହା ହେଇଯାଇଛି ସେ ସବୁକୁ ଭୁଲି ଯାଇ ଚୁପଚାପ ଦେଖିବେ। ଛାଡ଼, ପ୍ରିୟା ଷ୍ଟେଜକୁ ଯାଇ ଗୋଟେ କୋଣରେ ଯାଇ ବସିଗଲେ। ତାଙ୍କ ମନ ବୁଦ୍ଧି ଦୁଇଟି ଯାକ ବହୁତ ଦୁବିଧାରେ ଥିଲେ। ତାଙ୍କ ଆଖି ବାର ବାର ଶାଲିନୀ ଆଡ଼କୁ ଯାଉଥିଲା, ଯିଏ ତାଙ୍କର ବାହାଘର ହେଉଛି ବୋଲି ବହୁତ ଖୁସି ଥିଲେ। ଆଉ ସେଇ ସମୟରେ ବି ଅନୁଜ ଆଡ଼କୁ ଆଖି ଚାଲି ଯାଉଥାଏ। ଏତେ ବାହାଘର ଭିଡ଼ ଭିତରେ ବି ପ୍ରିୟାଙ୍କୁ ଦେଖୁଥିଲେ ଅନୁଜ। ଅନୁଜଙ୍କ ଆଖିରେ ଗୋଟିଏ ଅନ୍ୟ ପ୍ରକାରର ଡର ଥାଏ, ଯେମିତି ବିତି ଯାଇଥିବା ଅତୀତ ସମୟକୁ ସେ ଛିଡ଼ା ହୋଇଯାଇଥିବାର ଦେଖିଲେ। ସେ ବରମାଳା ଧରି ଶାଲିନୀ ପାଖରେ ଛିଡ଼ା ହୋଇଥିଲେ, କିନ୍ତୁ ତାଙ୍କ ନଜର ଶାଲିନୀ ଉପରେ ନଥିଲା। ବାର ବାର ପ୍ରିୟା ଆଡ଼କୁ ଦେଖୁଥିଲେ। ପ୍ରିୟା ଗୋଟେ ଦୀର୍ଘ ନିଶ୍ୱାସ ନେଲେ। ସେ ନିଜ ମନରେ ଭାବିଲେ, କ'ଣ ମୁଁ ଏମିତି ଚୁପଚାପ ରହିଯିବି? ଦେଖୁ ଦେଖୁ ଶାଲିନୀର ଜୀବନ ଗୋଟେ ମିଛ ଦୁନିଆରୁ ଆରମ୍ଭ ହେବ। ଆଉ ଯଦି କହିଦେଲି ତାହେଲେ ତା ଦୁନିଆ ଆଜି ଉଜୁଡ଼ିଯିବ। ସେ ଭାବୁଥିଲେ ଠିକ୍ ସେତିକି ବେଳେ ଶାଲିନୀ ପ୍ରିୟାକୁ ହାତ ଠାରି ଇସାରା କଲେ, ଆଉ ପାଖକୁ ଡାକିଲେ। ପ୍ରିୟା, ଏଇଠିକୁ ଟିକେ ଆସ। ତୁ ମୋର ସାହସ। ତୋ ବିନା ମୁଁ ଏ ବିଧି ପୂରା କରିପାରିବିନି। ପ୍ରିୟା ଥରି ଥରି ଷ୍ଟେଜ ଉପରକୁ ଯାଇ ପହଞ୍ଚିଲେ। ଅନୁଜ ସିଧା ପ୍ରିୟାଙ୍କ ଆଡ଼କୁ ଦେଖୁଥାନ୍ତି। ତାଙ୍କ ଆଖିରେ ଆଖି ମିଶିଗଲା। ଦୁଇ ଜଣଙ୍କ ଆଖିରେ କେତେ ଯେ କେଜାଣି ପ୍ରଶ୍ନ। ବ୍ରାହ୍ମଣ କହିଲେ, ବର କନ୍ୟା ଦୁଇ ଜଣଙ୍କୁ ବରମାଳ ପିନ୍ଧାଅ। ସବୁ ବନ୍ଧୁବାନ୍ଧବ ସାଙ୍ଗସାଥୀମାନେ ତାଳି ବଜାଇଲେ। ଠିକ୍ ସେତିକି ବେଳେ ଅନୁଜ ବରମାଳା ଧରିଥିବାର ହାତକୁ ତଳକୁ କରିଦେଲେ, ଆଉ ଆସ୍ତେକି କହିଲେ, ମୋତେ ସମସ୍ତଙ୍କ ସାମ୍ନାରେ ଗୋଟେ ସତ କଥା କହିବାର ଅଛି। ବାହାଘର ମଣ୍ଡପ ପାଖରେ ଥିବା ସବୁ ଲୋକଙ୍କ ମନରେ ସେ ସବୁ କିଛି ବନ୍ଦ ହୋଇଗଲା। ଶାଲିନୀର ମୁହଁରେ ଆଶ୍ଚର୍ଯ୍ୟ ପରି ସଫା ସଫା ଦେଖାଯାଉଥିଲା। ଶାଲିନୀ ଆସ୍ତେକି ପଚାରିଲେ, କ'ଣ ହେଲା? ବରମାଳା କ'ଣ ପାଇଁ ତଳକୁ ରଖିଦେଲ? ଅନୁଜ ଗୋଟେ ବଡ଼ ନିଶ୍ୱାସ ନେଲେ, ଆଉ ସମସ୍ତଙ୍କ ଆଡ଼କୁ ଦେଖି କହିଲେ, ମୋତେ ଗୋଟେ ସତ କଥା କହିବାର ଅଛି। ବୋଧେ ସେ ସତ କଥାଟା ଶୁଣିଲା ପରେ ସମସ୍ତେ ଚମକି ପଡ଼ିବେ, କିନ୍ତୁ ମୁଁ ଏ ସତ ନ କହି ଏମିତି ବାହା ହେଇପାରିବିନି। ଲୋକମାନେ ସେଇଠୁ ଜଣେ ଦୁଇ ଜଣଙ୍କ ସହ ଫୁସଫୁସ କରି କଥା ହେବାକୁ ଲାଗିଲେ। ସେଇଠି ଥିବା ବ୍ରାହ୍ମଣ ବି ଡରରେ କହିଲେ, ପୁଅ, ଏମିତି ସମୟରେ କ'ଣ କଥା ଅଛି କହିବାକୁ ଯେ ଚାହୁଁଛ? ପ୍ରଥମେ ଏ ବିଧି ପୂରା ହେଇସାରୁ। କିନ୍ତୁ ଅନୁଜ ହାତ ଉପରକୁ ଟେକି ଅଟକାଇ ଦେଲେ। ନାହିଁ ପଣ୍ଡିତେ, ବିଧି ପରେ ହେବ। ପ୍ରଥମେ ସତ କଥା ଆଗକୁ ଆସିବ। ପ୍ରିୟାର ଛାତି ଏତେ ଅଧିକ ଧକ୍ ଧକ୍ ହେଉଥାଏ ଯେ ତାଙ୍କୁ ଲାଗୁଥାଏ ଏସବୁ ସତ କଥା ଅନୁଜ ସମସ୍ତଙ୍କୁ କହିଦେବେ। ଶାଲିନୀ ଡରିକି ପ୍ରିୟା ଆଡ଼କୁ ଦେଖିଲେ, ଯେମିତି ତାଙ୍କୁ ସାହସ ମାଗୁଛି। ପ୍ରିୟା ତାଙ୍କ ହାତକୁ ଧରି ପକାଇଲେ, କିନ୍ତୁ ପ୍ରିୟାଙ୍କର ହାତ ଥରୁଥାଏ। ଅନୁଜ କହିବା ଆରମ୍ଭ କଲେ, ଆଜି ଯେତେବେଳେ ମୁଁ ଷ୍ଟେଜ ଉପରକୁ ଆସିଲି ମୁଁ ସେହି ମଣିଷକୁ ଦେଖିଲି ଯାହାକୁ କେବେ ମୁଁ ମୋ ଜୀବନଠାରୁ ଅଧିକ ଭାବୁଥିଲି।
କିଛି ବର୍ଷ ପୂର୍ବରୁ ତାଙ୍କର ମୋର ସମ୍ପର୍କ ଭାଙ୍ଗି ଯାଇଛି। ମୁଁ ମୋ ସ୍ତ୍ରୀକୁ ଛାଡ଼ପତ୍ର ଦେଇଥିବା ଜଣେ ଲୋକ। ଆଉ ସେ ମହିଳା ଏଇଠି ଏବେ ଉପସ୍ଥିତ ଅଛନ୍ତି। ପୁରା ବାହାଘର ମଣ୍ଡପ ଯେମିତି ଏସବୁ ଶୁଣିକି ଦୋହଲି ଗଲା। ସମସ୍ତଙ୍କ ନଜର ଭିଡ଼ ଭିତରେ ପ୍ରିୟା ଆଡ଼କୁ ଚାଲିଗଲା। ଲୋକମାନେ ଜଣେ ଆଉ ଜଣକୁ ପଚାରିବାକୁ ଲାଗିଲେ, କ'ଣ ଏଇ ମହିଳା ଜଣକ? ଶାଲିନୀ ମୁହଁରୁ ଯେମିତି ରଙ୍ଗ ଉଡ଼ିଗଲା। ସବୁକିଛି ଫିକା ପଡ଼ିଗଲା। ସେ ଥରୁଥିବା ଆବାଜରେ ପଚାରିଲେ, କ'ଣ କହୁଛ ତୁମେ ପ୍ରିୟା? ଚାହୁଁଥିଲେ କିଛି କହିବା ପାଇଁ, କିନ୍ତୁ ଯେମିତି ସବୁକିଛି ତାଙ୍କ ତଣ୍ଟି ପାଖରେ ସବୁକିଛି ଅଟକି ଯାଉଥାଏ। ଆଖିରୁ ଲୁହ ବୋହି ଯାଉଥାଏ। ତାକୁ ଲାଗୁଥାଏ ଯେମିତି ସମ୍ପୂର୍ଣ୍ଣ ଦୁନିଆ ତାଙ୍କୁ ଦେଖୁଛି। ସେ ଯାଇକି କୁଆଡ଼େ ଲୁଚିଯିବେ। ଅନୁଜ ମୁଣ୍ଡ ତଳକୁ କରିଦେଲେ ଆଉ କହିଲେ, କ୍ଷମା କରିଦିଅ ଶାଲିନୀ, ଏ ସତ କଥା କହିବା ବହୁତ ଜରୁରୀ ଥିଲା। ମୁଁ ତୁମ ସହିତ ନୂଆ ସମ୍ପର୍କ ଆରମ୍ଭ କରିବାକୁ ଯାଉଛି। ତୁମର ଏସବୁ ଜାଣିବା ପୁରା ହକ୍ ଅଛି କି ମୁଁ ମୋ ଅତୀତରେ ଏଇଠି ଛିଡ଼ା ହୋଇଛି। ଯଦି ତୁମେ ଚାହିଁବ ତ ଏ ସମ୍ପର୍କ ଏଇଠି ଭାଙ୍ଗି ଦେଇପାରିବ। ଏସବୁ ଶୁଣିବା ମାତ୍ରେ ବାହାଘର ମଣ୍ଡପ ହୋ ହାଲ୍ଲା ହୋଇଗଲା। କିଛି ଲୋକ କହୁଥିଲେ, ଏମିତି ହୁଏ ନା, ବାହାଘର ଦିନ ସତ କଥା କହିବାକୁ ସମୟ ହେଲା। କିଛି ଲୋକ କହୁଥିଲେ, କମ୍ ସେ କମ୍ ସତ କହିବା ପାଇଁ ସାହସ ତ କଲା। ଶାଲିନୀ ଆଖିରୁ ଲୁହ ବୋହି ଯାଉଥାଏ। ସେ ପ୍ରିୟା ଆଡ଼କୁ ଅନାଇଲେ, ଯେ କାନ୍ଦି କାନ୍ଦି ସେଇଠି ଛିଡ଼ା ହୋଇଥିଲେ। ଗୋଟେ ମୁହୂର୍ତ୍ତ ପାଇଁ ଦୁଇ ଜଣଙ୍କ ଆଖି ସହିତ ଆଖି ମିଶିଗଲା। ସେହି ସମୟରେ ଶାଲିନୀ ବୁଝିଗଲେ କି ପ୍ରିୟାର କଷ୍ଟ କେତେ ଅଧିକ। ପ୍ରିୟା ସାହସ କରି କହିଲେ, ଶାଲିନୀ, ମୋତେ କିଛି କହିବାର ଅଛି। ହଁ, ଏକଥା ସତ କି ଅନୁଜ କେବେ ମୋର ସ୍ୱାମୀ ଥିଲେ, କିନ୍ତୁ ଏକଥା ବି ସତ ମୁଁ ତାଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଇଛି। କାହିଁକି ନା ଆମେ ଦୁଇ ଜଣ ସାଙ୍ଗରେ ରହିପାରି ନଥାନ୍ତୁ। ଆମ ଦୁନିଆ, ଆମ ବିଚାର, ଆମର ସବୁକିଛି ଅଲଗା ଥିଲା। ମୁଁ ସେ ସବୁ ଅତୀତକୁ ବହୁତ ପଛରେ ଛାଡ଼ିଦେଇ ଆସିଛି। ଆଉ ହଁ, ମୁଁ ଚାହୁଁଛି ଯେ ତୁ ବି ଏସବୁ ଅତୀତକୁ ଜାଣିଛୁ ବୋଲି ପ୍ରଭାବ ପକାନା। ତୁ ଚାହିଁବୁ ଯଦି ଏ ବାହାଘର ଭାଙ୍ଗି ନପାରୁ, କିନ୍ତୁ ଏ ନିଷ୍ପତ୍ତି କେବଳ ତୋର ହେବ। ବାହାଘର ମଣ୍ଡପରେ ଏକଦମ ସମସ୍ତେ ଚୁପଚାପ ଛିଡ଼ା ହୋଇଯାଇଥାନ୍ତି। ସମସ୍ତଙ୍କ ଆଖି ଏବେ ଶାଲିନୀ ଉପରେ ଥିଲା। ଶାଲିନୀ ଥରୁଥିବା ଓଠରେ କହିଲେ, ଏ କେମିତିକା ପରୀକ୍ଷା ଭଗବାନଙ୍କର। ମୋ ବାହାଘର ଦିନ ମୋରି ସାଙ୍ଗର ଅତୀତ ମୋ ସାମ୍ନାରେ ଆସି ଠିଆ ହୋଇଛି। ପ୍ରିୟା ଶାଲିନୀର ହାତ ଧରିକି କହିଲେ, ତୁ ଯାହା ବି ନିଷ୍ପତ୍ତି ନେବୁ ମୁଁ ତ ସାଙ୍ଗରେ ଠିଆ ହେବି। ଏବେ ସମସ୍ତଙ୍କ ନିଶ୍ୱାସ ଯେମିତି ବନ୍ଦ ହୋଇଯାଇଛି। ସମସ୍ତେ ବାସ୍ ଏଇଆ ଭାବୁଥିଲେ, କ'ଣ ଶାଲିନୀ ଏ ବାହାଘର ଭାଙ୍ଗିଦେବ, ନା ଏସବୁ କିଛି ଅତୀତ ଜାଣିଲା ପରେ ମଧ୍ୟ ଆଗକୁ ବଢ଼ିବ। ଏ ସମ୍ପର୍କ ବାହାଘର ମଣ୍ଡପରେ ଏକଥାକୁ ନେଇ ସମସ୍ତେ ଶାନ୍ତି ସୁବିଧାରେ ଛିଡ଼ା ହୋଇଥାନ୍ତି ଆଉ ଅପେକ୍ଷା କରିଥାନ୍ତି ଶାଲିନୀ କ'ଣ ନିଷ୍ପତ୍ତି ନେବେ। ଶାଲିନୀଙ୍କ ହାତରେ ବରମାଳା ଥରୁଥାଏ। ଜୀବନର ଏ ମୁହୂର୍ତ୍ତ ସବୁଠାରୁ ଅଧିକ ଖୁସିର ସମୟ ହେବା କଥା, କିନ୍ତୁ ଏବେ ସେ ସମୟ ସବୁଠାରୁ କଠିନ ପରୀକ୍ଷା ହୋଇଯାଇଥିଲା। ଶାଲିନୀ ଦୀର୍ଘ ନିଶ୍ୱାସ ନେଲେ ଆଉ ପ୍ରିୟାର ଆଖିକୁ ଦେଖିଲେ। ତାଙ୍କର ସାଙ୍ଗର ଆଖିରେ ଲୁହର ଜାଗାରେ ସତ୍ୟତା ଝଲକୁଥାଏ। ପ୍ରିୟା କୌଣସି କଥା ଲୁଚେଇ ନଥିଲେ। ତାଙ୍କର ଖୋଲା ମନରେ ସବୁକିଛି କହିଦେଇଥିଲେ। ଶାଲିନୀକୁ ଲାଗିଲା, ପ୍ରିୟା ଭଳି ସ୍ତ୍ରୀ ଯଦି ଏମିତିକା କଷ୍ଟରେ ସହି ଆଗକୁ ବଢ଼ିପାରୁଛି, ତାହେଲେ ମୁଁ କ'ଣ ପାଇଁ ପଛଘୁଞ୍ଚା ଦେବି। ଅନୁଜ ଏବେ ବି ସେଇଠି ମୁଣ୍ଡ ତଳକୁ କରି ଛିଡ଼ା ହୋଇଥିଲେ। ତାଙ୍କ ଚେହେରାରେ ଲାଜ ପଶ୍ଚାତାପ ସଫା ସଫା ଦେଖାଯାଉଥାଏ। ବୋଧେ ସେ ବୁଝି ସାରିଥିଲେ ଅତୀତର କଥାକୁ ଲୁଚାଇକି ନୂଆ ସମ୍ପର୍କ ଆରମ୍ଭ କରିବା ବହୁତ ବଡ଼ ପାପ ହୋଇଯିବ। ଶାଲିନୀ ଅଚାନକ ବଡ଼ ପାଟି କରି କହିଲେ, ହଁ, ମୁଁ ଜାଣିଗଲି ଯେ ମୋ ବର ପ୍ରଥମରୁ କାହାର ସ୍ୱାମୀ ଥିଲେ। ସେ ଆଉ କେହି ନୁହେଁ, ମୋର ପ୍ରିୟ ସାଙ୍ଗର ଅତୀତ। କିନ୍ତୁ ହଁ, ଏକଥା ବି ଜାଣିଛି ଯେ ପ୍ରିୟା ଏସବୁ କିଛି ବହୁତ ପଛରେ ଛାଡ଼ିଦେଇ ଆସିଛି। ସେ ଏସବୁକୁ ମୋତେ କେବେ ବି ଲୁଚେଇନି। ଆହୁରି ଏସବୁ ସତକୁ ଆଗକୁ ନେଇ ଆସିଲା। ଯଦି ପ୍ରିୟା ଅତୀତ ସହିତ ଲଢ଼ିକି ଏସବୁ କିଛି ଭୁଲିକି ନୂଆ ଜୀବନ ଆରମ୍ଭ କରିପାରିବ, ତାହେଲେ ହଁ, ମୁଁ ବି ଏ ସାହସ କରିପାରିବି। ଲୋକଙ୍କ ଭିତରେ ଧୀରେ ଧୀରେ ଫୁସଫୁସ କଥା ହେବା ଏକଦମ ବହୁତ ଜୋରରେ ବଢ଼ିଯାଇଥାଏ। କିଏ କିଏ ଆଶ୍ଚର୍ଯ୍ୟ ହୋଇ ଚାହୁଁଥାନ୍ତି ତ କିଏ ଚୁପଚାପ ହୋଇ ଛିଡ଼ା ହୋଇଥାନ୍ତି। ଆଉ କିଏ ଆସ୍ତେକି କହୁଥାନ୍ତି, ଆରେ ବାଃ, କେତେ ସାହସ ଏ ଝିଅର। ପ୍ରିୟାର ଲୁହ ଆହୁରି ଜୋରରେ ବୋହି ଯାଉଥିଲା। ସେ ଶାଲିନୀର ହାତ ଧରିକି କହିଲେ, ଆରେ ପାଗଳି,
ତୁ ଏ ବୋଝ ତୋ ମୁଣ୍ଡ ଉପରକୁ କ'ଣ ପାଇଁ ନେଉଛୁ? ମୁଁ ଚାହୁଁଛି ତୁ ଖୁସିରେ ରହ, ବାସ୍। ଏ ହେଉଛି ତୋ ଜୀବନ ଆଉ ନିଷ୍ପତ୍ତି ତୋର। ଶାଲିନ ହସିକି କହିଲେ। ପ୍ରିୟାର ହାତକୁ ଜୋରରେ ମାଡ଼ି ବସି କହିଲେ, ହଁ, ନିଷ୍ପତ୍ତି ମୁଁ ନେଇସାରିଛି। ସେ ସମସ୍ତଙ୍କ ସାମ୍ନାରେ ଅନୁଜଙ୍କ ଆଖିକୁ ଦେଖିଲେ ଆଉ ବରମାଳା ତାଙ୍କ ବେକରେ ପକାଇଦେଲେ। ତାଳିରେ ସେଠି କମ୍ପି ଉଠିଲା। ବାହାଘର ମଣ୍ଡପ ଏକଦମ ପୂର୍ବ ପରି ଖୁସିରେ ଉଛୁଳି ଉଠିଲା। ଲୋକମାନେ ତାଳି ବଜାଇଲେ, ଢୋଲ ବାଜା ପୁଣି ବାଜିଲା। କିନ୍ତୁ ଅନୁଜ ଏବେ ମଧ୍ୟ ଚୁପ୍ ଥାନ୍ତି। ତାଙ୍କ ଆଖିରୁ ଲୁହ ବୋହିଗଲା। ସେ ସମସ୍ତଙ୍କ ସାମ୍ନାରେ କହିଲେ, ଶାଲିନୀ, ତୁମେ ମୋ ଉପରେ ଯେଉଁ ଭରସା କରିଛ, ମୁଁ ଜୀବନ ସାରା ଏ ଭରସା ବିଶ୍ୱାସ କେବେ ବି ଭାଙ୍ଗିବିନି। ଆଉ ପ୍ରିୟା, ମୁଁ ତୁମକୁ ଧନ୍ୟବାଦ ଦେବାକୁ ଚାହୁଁଛି କି ତୁମେ ମୋତେ ଆଇନ ଦେଖାଇଦେଲ। ତୁମେ ମୋତେ ପଡ଼ିଯିବାରୁ ବଞ୍ଚେଇଦେଲ। ଆଜିଠାରୁ ତୁମ ମୁଣ୍ଡ କେବେ ତଳକୁ ହେବାକୁ ଦେବିନି। ପ୍ରିୟା ଚୁପଚାପ ମୁଣ୍ଡ ତଳକୁ କରିଦେଲେ। ତାଙ୍କ ଆଖିରେ ଲୁହ ଥିଲା, କିନ୍ତୁ ସେ ଲୁହରେ କୌଣସି ଦୋଷ ନଥିଲା। ତାଙ୍କ ମନରେ ଗୋଟେ ଶାନ୍ତି ଥିଲା, ଯେମିତି ସେ ସତ କହିକି ତାଙ୍କ ସାଙ୍ଗର ସମ୍ପର୍କ ବଞ୍ଚାଇଦେଲେ। ବାହାଘର ଆଗକୁ ବଢ଼ିଲା। ବାହାଘରର ସବୁ ବିଧି ପୁରା ହୋଇଗଲା। ସବୁ ଲୋକମାନେ ଖୁସିରେ ବୁଡ଼ି ଯାଇଥାନ୍ତି। ଆଉ ପ୍ରିୟା ସେଇଠୁ ଧୀରେ ଧୀରେ ବାହାରି ଆସିଲେ। ଆଜି ତାଙ୍କ ଅତୀତର ସମ୍ପୂର୍ଣ୍ଣ ଭାବରେ ମୁକ୍ତି ହୋଇଗଲେ। ତାଙ୍କ ହୃଦୟରେ ଗୋଟେ ଶାନ୍ତି ଥାଏ। ରାତି ଅଧିକ ହେବାକୁ ଲାଗିଥାଏ। ହୋଟେଲର ବାହାରେ ହସ ଖୁସିର ଆବାଜ ଶୁଭୁଥାଏ। ବରଯାତ୍ରୀର ଲୋକମାନେ ବହୁତ ଥର ପ୍ରିୟାକୁ ଖୋଜୁଥାନ୍ତି, କିନ୍ତୁ ପ୍ରିୟା ସମସ୍ତଙ୍କ ଠାରୁ ଲୁଚିକି ଗୋଟେ କୋଣରେ ବସିଥାନ୍ତି। ତାଙ୍କ ଆଖିରୁ ଲୁହ ଶୁଖି ଯାଇଥାଏ, କିନ୍ତୁ ମନରେ ଭାବନା ସାଗର ଯେମିତି ଏବେ ବି ବହିଯାଉଥାଏ। ସେ ଭାବୁଥିଲେ, ଭାଗ୍ୟ ବି କେମିତିକା ଖେଳ ଖେଳୁଛି। ମୁଁ ଯାହାକୁ ମୋ ଜୀବନରେ ମାଟିରେ ମିଶାଇ ଦେଇଛି, ଆଜି ସେହି ଲୋକକୁ ମୋ ସାଙ୍ଗ ସହିତ ସାତ ଫେରା ନେଉଥିବାର ପୁଣି ଦେଖିଲି। କିନ୍ତୁ ଏଇଟା ବୋଧେ ସତ। କିଛି ଲୋକ ଆମ ଜୀବନରେ କିଛି ସବକ ଶିଖିବାକୁ ଆସିଥାନ୍ତି, ସବୁଦିନ ରହିବା ପାଇଁ ନୁହେଁ। ଏସବୁ ଭାବୁ ଭାବୁ ଶାଲିନୀ ଆସିକି ତାଙ୍କ ପାଖରେ ବସିଗଲେ। ବାହାଘର ପୋଷାକରେ ଚେହେରା ଅଳ୍ପ ଥକାପଣ ଥାଏ ଶାଲିନୀଙ୍କର, କିନ୍ତୁ ଆଖିରେ ଏବେ ବି ଚମକୁଥାଏ। ପ୍ରିୟାଙ୍କ ହାତ ଧରିଲେ ଆଉ କହିଲେ, ଯଦି ତୁ ଏଠି ନଥାନ୍ତୁ, ତାହାହେଲେ ମୋ ଜୀବନରେ ସବୁଠାରୁ ବଡ଼ ସତ ଲୁଚିକି ରହିଯାଇଥାନ୍ତା। ତୁ ଯାହା ସାହସ କଲୁ, ସେଇଟା ହେଉଛି ମୋର ସବୁଠାରୁ ବଳ। ପ୍ରିୟା ଶାଲିନୀର ହାତକୁ ଜାବୁଡ଼ିକି ଧରିଲେ ଆଉ କହିଲେ, ନା ଶାଲିନୀ, ଏ ତ ତୋର ହିଁ ସାହସ କି ତୁ ଏ ସତକୁ ଗ୍ରହଣ କଲୁ। ଆଉ ସମସ୍ତେ ଏତେ ମଜବୁତ ନୁହନ୍ତି। ଶାଲିନୀର ଆଖି ଲୁହରେ ଛଳଛଳ ହୋଇଗଲା। ପ୍ରିୟା, ମୁଁ ତୋତେ କଥା ଦେଉଛି ଯେ ତୋ ସହିତ ମୁଁ କେବେ ବି କିଛି ଫରକ କରିବିନି। ତୁ ମୋ ସାଙ୍ଗ ନୁହେଁ, ତୁ ମୋ ଭଉଣୀ। ତୁ ମୋ ଭଉଣୀ ଭଳି ସବୁବେଳେ ମୋ ଘରେ ତୋର ହକ୍ ରହିବ। ପ୍ରିୟା ହସିଦେଲେ। ବହୁତ ଦିନ ମୁଁ ଜାଣିଛି ଯେ ମୁଁ ତମକୁ ବହୁତ କଷ୍ଟ ଦେଇଛି। ଆଜି ତୁମେ ଯଦି ଚାହିଁଥାନ୍ତ, ତେବେ ତୁମେ ସମସ୍ତଙ୍କ ସାମ୍ନାରେ ମୋତେ ବେଜିତ କରିପାରିଥାନ୍ତ, କିନ୍ତୁ ତୁମେ ଏମିତି କିଛି କଲନି। ତୁମେ ଚୁପ୍ ଆଉ ସତ କହିବାର ଯେଉଁ ରାସ୍ତା ବାଛିଲ, ସେଥିରେ ମୋତେ ମଣିଷତ୍ୱ ଶିଖାଇଦେଲ। ମୁଁ ତୁମର ଋଣୀ ଭାବୁଛି ନିଜକୁ। ପ୍ରିୟା ତାଙ୍କ ଆଡ଼କୁ ସିଧା ଦେଖିଲେ। ତାଙ୍କ ମୁହଁରେ କୌଣସି ରାଗ ନଥିଲା, ନା କିଛି ଖରାପ ଧାରଣା। ସେ ଶାନ୍ତ ଭାବରେ କହିଲେ, ଅନୁଜ, ଯାହା ସବୁ ବିତି ଯାଇଛି ସେସବୁକୁ ଭୁଲିଯାଅ। ମୋ ଜୀବନରେ ସେ ଅଧ୍ୟାୟ ସରିଯାଇଛି। ଏବେ ତୁମେ ଆଉ ଶାଲିନୀ ଦୁଇ ଜଣଙ୍କ ସହିତ ଖୁସିରେ ରୁହ। ଏ ହେଉଛି ମୋ ଜୀବନର ସବୁଠାରୁ ଖୁସିର କଥା ହେବ। ଅନୁଜ ମୁଣ୍ଡ ତଳକୁ କରିଦେଲେ। ତାଙ୍କ ମୁହଁରେ ବହୁତ ପଶ୍ଚାତାପ ଆଉ ଦୁଃଖ ଦୁଇଟି ଏକା ସାଙ୍ଗରେ ଥିଲା। ଧୀରେ ଧୀରେ ରାତି ପାହିଗଲା। ବାହାଘରର ସବୁ କିଛି ବିଧି ପୂର୍ଣ୍ଣ ହୋଇଗଲା। ଝିଅ ବିଦାୟ ସମୟ ଆସିଗଲା। ପ୍ରିୟାର ଆଖି ଫେର ଲୁହରେ ଭିଜିଗଲା, କିନ୍ତୁ ଏଥର ଲୁହରେ କୌଣସି ରାଗ ଅଭିମାନ ନଥିଲା। ତାଙ୍କ ସାଙ୍ଗ ପାଇଁ ଆଶୀର୍ବାଦ ଥିଲା। ଶାଲିନୀ ପ୍ରିୟାକୁ କୁଣ୍ଢାଇ ପକାଇଲେ ଆଉ କହିଲେ, ତୁ ସବୁବେଳେ ମୋ ସାଙ୍ଗରେ ରହିବୁ, ତେଣିକି ମୁଁ ଯୁଆଡ଼େ ବି ଯାଏ। ଏକଥା ଶୁଣିକି ପ୍ରିୟା କହିଲେ, ହଁ, ମୁଁ ତୋ ସାଙ୍ଗରେ ରହିବି, ସବୁ ସୁଖ ଦୁଃଖରେ। ପ୍ରିୟାର ହୃଦୟ ଯେମିତି କିଛି ଅଲଗା ପ୍ରକାରର ଶାନ୍ତି ଥାଏ। ସେ ଅନୁଭବ କଲେ କି ତାଙ୍କ ଅତୀତରୁ ସତରେ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ମିଳିଗଲା। ଏବେ ତାଙ୍କ ମନ କହୁଥାଏ, ନୂଆ ଜୀବନ ବିତେଇବା ପାଇଁ ସମୟ ଆସିଗଲା।
ପାହାନ୍ତା କାଲି ସକାଳର ସୂର୍ଯ୍ୟ ଝରକାରେ ହାଲକା ପଡ଼ିଥାଏ। ବାହାଘରର ହୋ ହଲ୍ଲା ହସ ମଜା ରାତିରେ ଏସବୁ କିଛି ଥମି ଯାଇଥିଲା। ହୋଟେଲର ରୁମ୍ରେ ପ୍ରିୟା ଏକା ବସିଥିଲେ, କିନ୍ତୁ ତାଙ୍କ ମନରେ ଗୋଟେ ଅଲଗା ପ୍ରକାରର ଶାନ୍ତି ଥିଲା। ସେ ନିଜକୁ କହିଲେ, ବୋଧେ ମୋ ଭାଗ୍ୟ ଜାଣି ଶୁଣିକି ଏ ବାହାଘରକୁ ପଠାଇଥିଲା, ଯେଉଁଥିରେ ମୁଁ ମୋ ଅତୀତ ସହିତ ଶେଷ ଭେଟ କରିପାରିବି, ଆଉ ସେ ସବୁକୁ ସମ୍ପୂର୍ଣ୍ଣ ଭାବରେ ପଛରେ ଛାଡ଼ିଦେବି। ତଳେ ହଲ୍ରେ ଝିଅ ବିଦା ପାଇଁ ଯୋଗାଡ଼ ଚାଲିଥାଏ। ଶାଲିନୀର ଚେହେରା ଲୁହରେ ଭିଜି ଯାଇଥିଲା, କିନ୍ତୁ ତାଙ୍କ ଆଖିରେ ଗୋଟେ ଭରସା ଥିଲା। ସେ ପ୍ରିୟାକୁ କୁଣ୍ଢେଇ ଧରି କହିଲେ, ତୁ ହେଉଛୁ ମୋର ସବୁଠାରୁ ବଡ଼ ବଳ। ଯଦି ତୁ ନଥାନ୍ତୁ ନା, ଏ ସତ କେବେ ମୁଁ ଜାଣିପାରିନଥାନ୍ତି, ଆଉ ବୋଧେ ଯେତେବେଳେ ଜାଣିଥାନ୍ତି ଭାଙ୍ଗି ପଡ଼ିଥାନ୍ତି। କିନ୍ତୁ ତୁ ମୋତେ ସାହାଯ୍ୟ କଲୁ। ମୁଁ ମୋ ଜୀବନରେ ସବୁ ସମୟରେ ତୋ ଅଭାରୀ ରହିବି। ପ୍ରିୟା ଶାଲିନୀକୁ କୁଣ୍ଢେଇ କହିଲେ, ଆସ୍ତେକି, ସାହାଯ୍ୟ କରିଛି ବୋଲି କହନା। ତୁ ମୋର ସାଙ୍ଗ ସମ୍ପର୍କ। ତୁ ଖୁସିରେ ରହ। ଇଏ ହେଉଛି ମୋର ଇଚ୍ଛା। ଅନୁଜ ବି ପାଖରେ ଛିଡ଼ା ହୋଇଥିଲେ। ତାଙ୍କ ମୁହଁରେ ପଶ୍ଚାତାପର ଅଗ୍ନି ଜଳୁଥାଏ। ସେ ହାତ ଯୋଡ଼ିକି ପ୍ରିୟାକୁ କହିଲେ, ପ୍ରିୟା, ବୋଧେ ମୁଁ ତୁମର କେବଳ ଭଲ ସ୍ୱାମୀ ହେଇପାରିନି, କିନ୍ତୁ ଆଜି ଯାହା ହେଲା ତୁମେ ମୋତେ ମଣିଷ ପଣିଆ ଶିଖେଇଦେଲ। ମୁଁ କଥା ଦେଉଛି ତୁମକୁ, ଶାଲିନୀ ସହିତ କେବେ ଏମିତି ଭୁଲ କରିବିନି। ପ୍ରିୟା ସରଳତାରେ ଆସ୍ତେକି କହିଲେ, ଅନୁଜ, ମୋର ଅତୀତ ତୁମ ସହିତ ଯୋଡ଼ା ଥିଲା ସତ, କିନ୍ତୁ ମୋ ଭବିଷ୍ୟତ ଏବେ ମୋର, ଆଉ ମୁଁ ଚାହୁଁଛି ତୁମେ ବି ଏ ସମ୍ପର୍କକୁ ଭଲ ଭାବରେ ତୁଲାଅ। ଶାଲିନୀକୁ ଖୁସିରେ ରଖ। ଝିଅ ବିଦାୟ ଭିଡ଼ରେ ସମସ୍ତେ କାନ୍ଦୁଥିଲେ, କିନ୍ତୁ ପ୍ରିୟାର ଲୁହରେ କୌଣସି କଷ୍ଟ ନଥିଲା। ସେ ଲୁହ ଆଶୀର୍ବାଦରେ ଭରି ହୋଇଥିଲା। ସେ ଆକାଶ ଆଡ଼କୁ ଚାହିଁଲେ, ଆଉ ମନେ ମନେ କହିଲେ, ଧନ୍ୟବାଦ ଭଗବାନ, ମୁଁ ଆଜି ମୋ ନିଜକୁ ଜିତିଗଲି। ପ୍ରିୟା ହୋଟେଲରୁ ବାହାରକୁ ଆସିଲେ। ରାସ୍ତାରେ ସକାଳର ସୁଲସୁଲିଆ ପବନ ତାଙ୍କ ଦେହରେ ବାଜିଲା। ସେ ଗୋଟେ ଦୀର୍ଘ ନିଶ୍ୱାସ ନେଲେ, ଆଉ ଅନୁଭବ କଲେ ତାଙ୍କ କାନ୍ଧରୁ ଯେମିତି ଗୋଟେ ବଡ଼ ବୋଝ ଓହ୍ଲେଇଗଲା। ଏବେ ତାଙ୍କ ପାଦ ଯେମିତି ସବୁ ଚିନ୍ତାରୁ ମୁକ୍ତ ହୋଇଯାଇଥିଲା। ମନ ଶାନ୍ତ ଥିଲା। ତାଙ୍କୁ ଲାଗୁଥିଲା ଯେମିତି ଜୀବନ ଗୋଟେ ନୂଆ ରାସ୍ତା ଖୋଲିଦେଇଛି। ସାଙ୍ଗମାନେ, ଜୀବନ ଆମକୁ ବହୁତ ଥର ଏମିତିକା ରାସ୍ତାରେ ଛିଡ଼ା କରିଦିଏ, ଯେଉଁଠି ଅତୀତ ଆଉ ବର୍ତ୍ତମାନ ସାମ୍ନାସାମ୍ନି ହୋଇଯାଇଥାଏ। କିନ୍ତୁ ଅସଲି ସାହସ ସେତେବେଳେ ହୋଇଥାଏ ଯେତେବେଳେ ଆମେ ସତକୁ ସାମ୍ନା କରି ଆଗକୁ ବଢ଼ିଥାଉ। ପ୍ରିୟା ତା ଅତୀତକୁ ନ ଖୋଜି ଛାଡ଼ିଦେଲେ, ତାଙ୍କ ସାଙ୍ଗର ଭବିଷ୍ୟତ ବଞ୍ଚାଇଦେଲେ। କେବେ କେବେ ଛାଡ଼ିଦେବା ହିଁ ସବୁଠାରୁ ବଡ଼ ଜିତ୍ ହୋଇଥାଏ। କିନ୍ତୁ ଆପଣ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ, ଆପଣମାନେ ଯଦି ପ୍ରିୟାର ଜାଗାରେ ଥାନ୍ତେ ତେବେ କ'ଣ କରିଥାନ୍ତେ? ତୁମେ ତୁମ ସାଙ୍ଗକୁ ସତ କହିଥାନ୍ତ ନା ଚୁପ୍ ରହିଯାଇଥାନ୍ତ? ମୋ କାହାଣୀଟି ଯଦି ଆପଣମାନଙ୍କୁ ଭଲ ଲାଗିଥିବ ନିଶ୍ଚୟ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଆପଣଙ୍କ ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ।